जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ସଏଲ ଟେଷ୍ଟିଂ ସେସନ ଟାକୁ ଆଗକୁ ବଢେଇ ନବା। ସଏଲ ଟେଷ୍ଟିଂ ବିଷୟରେ ଆମେ ଅଲରେଡି ଗୋଟେ ପ୍ଲେ ଲିଷ୍ଟ ତିଆରି କରିଛୁ। ଯୋଉମାନେ ଦେଖିନାହାନ୍ତି ସେମାନେ ଯାଇକି ସେ ସଏଲ ଟେଷ୍ଟିଂ ର ପ୍ଲେ ଲିଷ୍ଟ କୁ ଦେଖି ପାରିବେ। ସିରିୟଲି ସେ ଭିଡିଓ ଗୁଡିକ ଶୁଣି ପାରିବେ ଏବଂ ସେଇ ସିରିୟଲି ସେ ଭିଡିଓ ଗୁଡିକ ଶୁଣିବା ଦ୍ୱାରା ସେମାନଙ୍କର ଡାଉଟ କ୍ଲିୟର ହେଇଯିବ। ସଏଲ ରେଡିଏସନ ଟେଷ୍ଟ ର ଯୋଉ ଟେଷ୍ଟ ଗୁଡାକ ଆମେ ପଢୁଛୁ, ଏଇ ଟେଷ୍ଟ ଗୁଡାକ ଯେ ବେସିକ ଟେଷ୍ଟ, ୟା ପରେ ମଧ୍ୟ ଅନେକ ପ୍ରକାର ଟେଷ୍ଟ ରହିଛି। କିନ୍ତୁ ଏ 6ଟା ବେସିକ ଟେଷ୍ଟ କୁ ବାଇପାସ କରିକି ଅନ୍ୟ କୌଣସି ଟେଷ୍ଟ କରିବା ଉଚିତ ନୁହେଁ। ତେଣୁ ଏଇ ଯୋଉ 6ଟା ବାଇପାସ, ଏଇ ଯୋଉ 6ଟା ବେସିକ ଟେଷ୍ଟ ରହିଛି, ସେଇ କ୍ରମଟା ଆମର ଜାରି ରହିଛି। ଗୋଟେ ଅ, ଜମି ରେ ଆମେ ଘର କରିବାକୁ ହେଲେ ମାଟିଟା ଇମ୍ପୋର୍ଟାଣ୍ଟ, କାରଣ ଆମେ ମାଟି ଉପରେ ହିଁ ଘର କରୁ। ସେଥିପାଇଁ ଆମେ ସଏଲ ର ଟେଷ୍ଟିଂ ବିଷୟରେ ପଢୁଛେ। ସେଇ କ୍ରମରେ ଆମେ ଅଲରେଡି ପଢି ଦେଇଛେ ଘନତ୍ବ ବା ଡେନ୍ସିଟି ଟେଷ୍ଟ, ଆର୍ଦ୍ରତା ବା ମଏଶ୍ଚର ଟେଷ୍ଟ, ସଏଲ ରେଡିଏସନ ଟେଷ୍ଟ ବି ପଢି ଦେଇଛେ। ଆଜି ଆମେ ପଢିବା କଲର ରେଡିଏସନ ଟେଷ୍ଟ। କଲର ରେଡିଏସନ ଟେଷ୍ଟ ବିଷୟରେ ଆଜି ଆମେ ଭଲ ଭାବରେ ଜାଣିବା। ତ ଏ କଲର ରେଡିଏସନ ଟେଷ୍ଟ କଣ, କିଭଳି ଭାବରେ କରାଯାଏ, କିଭଳି ଭାବରେ ସେଟାକୁ ଆମେ କରିବା, ସେ ବିଷୟରେ ଆଜି ଆମେ ଜାଣିବା। ତ ଚାଲନ୍ତୁ ଆରମ୍ଭ କରିବା। ସର୍ବପ୍ରଥମ ମୁଁ କହି ରଖେ, ମୋର ସ୍କ୍ରିନ ଆସୁଛି କି? यस यस। ହଁ। ତ ଆଜିର ଟେଷ୍ଟର ମିନିଂ ହେଲା, ଆଜିର ଟିକେ ଟେଷ୍ଟ ହେଲା କଲର ରେଡିଏସନ ଟେଷ୍ଟ। କଲର ରେଡିଏସନ ଟେଷ୍ଟ। ଆଚ୍ଛା, କଲର ରେଡିଏସନ ଟେଷ୍ଟ ରୁ କଣ, ଏ ପରୀକ୍ଷାରେ ଆମେ କଣଟା ଜାଣିବା କି? ଏଇ ପରୀକ୍ଷାରୁ ଆମେ ଜାଣିବା ଯେଉଁ ବର୍ଣ୍ଣର ଲୋକ, ଯୋଉ ଆମର ବର୍ଣ୍ଣାଶ୍ରମ ଭିତ୍ତିକ ଅଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ସେ ଯଦି ସେ ପ୍ଲଟ ଉପରେ ଘର କରୁଛନ୍ତି, ତାହେଲେ ତାଙ୍କୁ ସେମାନେ ସେଥିରୁ ଫାଇଦା ପାଇବେ କି ନାହିଁ। ଠିକ ଅଛି ନା? ତ ଏଇଟା କିଭଳି ଭାବରେ କରାଯାଏ, କଣ କରିବ ନା, ସବୁ ପରୀକ୍ଷାରେ ଆମେ ଗୋଟେ କଣ କରୁଛୁ, 1:1:1 ର ଗୋଟେ ଗାତ ଖୋଳୁଛୁ। ଏକ ହାତ ଲମ୍ବ, ଏକ ହାତ ଓସାର, ଏକ ହାତ ଗହୀର। ଗାତଟା ଖୋଳିଦେଲୁ 1x1 ରେ ଗୋଟେ ଗାତ ଖୋଳିଦେଲୁ। ଆଉ ଏଇଟା ରହିଲା ଇଷ୍ଟ, ୱେଷ୍ଟ, ନର୍ଥ, ସାଉଥ। साउथ। ଏଇ ଜାଗାରେ ଫୁଲ ଗୁଡାକ ଆମେ ରଖିବା, ବିଭିନ୍ନ ପ୍ରକାର, 4ଟା ବିଭିନ୍ନ ପ୍ରକାରର ଫୁଲ। ଏ ଫୁଲର ରଙ୍ଗ ଗୁଡା କଣ ହବ ନା, ଫୁଲର ରଙ୍ଗ ହବ ଧଳା, ନାଲି, ହଳଦିଆ, କଳା। 4 ପ୍ରକାର ରଙ୍ଗର ଫୁଲ ଆମେ ଆଣିବା। ସନ୍ଧ୍ୟା ସମୟରେ ବା ସଦ୍ୟ ତୋଳା ହେଇଥିବା ଫୁଲ 4ଟା ଆଣିବା, ବିଭିନ୍ନ କଲର, ଧଳା ଟଗର ହେଲା, ନାଲି ମନ୍ଦାର ହେଲା, ହଳଦିଆ କନିଅର ହେଲା, କଳାର କୌଣସି ରଙ୍ଗର ଫୁଲ ଆଣିବା। ଧଳାକୁ ଆମେ ପୂର୍ବ ଦିଗରେ ରଖିବା। ଏଠି ଆମେ ଧଳା ଫୁଲ ରଖିବା, ପୁରା ସଦ୍ୟ ତୋଳା ଯାଇଥିବା ଫୁଲ 4ଟାକ, ଜଷ୍ଟ ଜଷ୍ଟ ତୋଳା ହେଇଥିବ। ନାଲିକୁ ଆମେ ଦକ୍ଷିଣରେ ରଖିବା ଏବଂ ୱେଷ୍ଟରେ ଆମେ ହଳଦିଆ ଫୁଲକୁ ରଖିବା। ଠିକ ଅଛି। ଏବଂ କଳାକୁ ଆମେ ଉତ୍ତର ଦିଗରେ ରଖିବା। ସଦ୍ୟ ତୋଳା ଯାଇଥିବା ଫୁଲ ଯୋଉ ବିଭିନ୍ନ କଲର ଅଛି, ତାକୁ ଆମେ ପ୍ଲେସ କରିଦେଲେ ଧଳାକୁ ପୂର୍ବ ଦିଗରେ, ନାଲିକୁ ରଖିଦେଲେ ଦକ୍ଷିଣ ଦିଗରେ, ହଳଦିଆକୁ ରଖିଦେଲେ ଆମେ ଅ ପଶ୍ଚିମ ଦିଗରେ, କଳାକୁ ରଖିଦେଲେ ଆମେ ଉତ୍ତର ଦିଗରେ। ରଖିଦେଲେ ପରେ ଆମେ ଯେତେବେଳେ ଥୋଇବା, କମ ସେ କମ 10 ରୁ 12 ଘଣ୍ଟାର ସମୟ ଦବା। 10 ରୁ 12 ଘଣ୍ଟା ପରେ ଆମେ ଯାଇ ଚେକ୍ କରିବା ଯେ କୋଉ ଦିଗରେ ଫୁଲଟା ସବୁଠୁ ଅଧିକା ଭଲ ସତେଜ ଅଛି। ଯଦି ପୂର୍ବ ଦିଗର ଫୁଲଟା ବହୁତ ସତେଜ ଅଛି, ମାନେ ଧଳା ଫୁଲଟା ସତେଜ ଅଛି, ତାହେଲେ ସେହି ଜମିରୁ ବ୍ରାହ୍ମଣ ଜାତୀୟ ଲୋକମାନେ ବହୁତ ଲାଭ ପାଇବେ। ଯଦି ରେଡ ଫୁଲଟା ସତେଜ ଅଛି ଦକ୍ଷିଣ ଦିଗରେ, ତାହେଲେ କ୍ଷତ୍ରିୟ ମାନେ ସେଇ ଜମିଟାରୁ, ସେଇ ଇଏରୁ କଲର ରେଡିଏସନ ଟେଷ୍ଟ ହିସାବରେ ଶୁଭ ଫଳ ପାଇବେ। ଯଦି ହଳଦିଆ ଫୁଲଟା ସତେଜ ଅଛି, ତାହେଲେ ବୈଶ୍ୟ ମାନେ ସେଇ ପ୍ଲଟରୁ ବହୁତ ଭଲ ସଫଳତା, ଲାଭ ଏଗୁଡା ସବୁ ପାଇବେ। ଯଦି କଳା ଦିଗଟା ସତେଜ ରହିଲା, ତାହେଲେ ଶୂଦ୍ର ମାନେ
ସେଇ ଜାଗାରୁ ଲାଭ ଗୁଡିକ ପାଇବେ। ତ ଆଜି ଆମେ ଜାଣିଲେ ଯେ କଲର ରେଡିଏସନ ଟେଷ୍ଟ ବିଷୟରେ, କି କଲର ରେଡିଏସନ ଟେଷ୍ଟ ଆମେ ବର୍ଣ୍ଣାଶ୍ରମ ଭିତ୍ତିକ 4ଟି ଫୁଲ ଆଣିବୁ ବିଭିନ୍ନ କଲରର, ଧଳା, ନାଲି, ହଳଦିଆ, କଳା। ତାକୁ ଆମେ ଯଥାକ୍ରମେ ପୂର୍ବ, ଦକ୍ଷିଣ, ପଶ୍ଚିମ, ଉତ୍ତରରେ ଥୋଇଦେଲୁ। ଧଳା ଫୁଲକୁ ପୂର୍ବ ଦିଗରେ, ନାଲି ଫୁଲକୁ ଦକ୍ଷିଣ ଦିଗରେ, ହଳଦିଆ ଫୁଲକୁ ପଶ୍ଚିମ ଦିଗରେ, ଆଉ ଉତ୍ତର ଦିଗରେ କଳା ଫୁଲକୁ। ସଦ୍ୟ ତୋଳା ଯାଇଥିବା ଫୁଲ, ମାନେ ସାଙ୍ଗେ ସାଙ୍ଗେ ତୋଳା ହେଇକି ଆସିଥିବ। 10 ଫୁଲଟା ଥୋଇଦବା ପରେ ସେ ଗାତ ଭିତରେ ଆମେ 10 ରୁ 12 ଘଣ୍ଟା ସମୟ ଛାଡିଦବା। ତାପରେ ସେ ଯାଇ ଦେଖିବା ଯୋଉ ଦିଗରେ ଫୁଲଟି ଅତ୍ୟନ୍ତ ଭଲ ସତେଜ ଅଛି, ସେଇ ବର୍ଣ୍ଣର ଲୋକ ମାନେ, ତାହେଲେ ପୂର୍ବ ଦିଗରେ କୋଉ ବର୍ଣ୍ଣ ରହିଲେ? ନା ପୂର୍ବ ଦିଗରେ ରହିଲେ ବ୍ରାହ୍ମଣ ବର୍ଣ୍ଣ। ଠିକ ଅଛି। ତା ଦକ୍ଷିଣ ଦିଗରେ କୋଉ ବର୍ଣ୍ଣ ରହିଲେ? ନା ଦକ୍ଷିଣ ଦିଗରେ ରହିଲେ କ୍ଷତ୍ରିୟ ବର୍ଣ୍ଣ। ପଶ୍ଚିମ ଦିଗରେ କୋଉ ବର୍ଣ୍ଣ ରହିଲେ? ନା ପଶ୍ଚିମ ଦିଗରେ ରହିଲେ ବୈଶ୍ୟ ବର୍ଣ୍ଣ। ଆଉ ଉତ୍ତର ଦିଗରେ କୋଉ ବର୍ଣ୍ଣ ରହିଲେ? ନା ଶୂଦ୍ର ବର୍ଣ୍ଣ। ଠିକ ଅଛି। ତାହେଲେ ଯୋଉ ଦିଗର ଫୁଲଟି ସତେଜ ଥିବ, ସେଇ ଦିଗର ବର୍ଣ୍ଣାଶ୍ରମ ଭିତ୍ତିକ ଲୋକମାନେ ସେଇ ଟେଷ୍ଟ ରୁ ଜଣା ପଡିବ ଯେ କି ସେଇ ବର୍ଣ୍ଣାଶ୍ରମ ଭିତ୍ତିକ ଲୋକମାନେ ସେମାନେ ସେଥିରୁ ଲାଭବାନ ହେବେ, ସେ ପ୍ଲଟ ରୁ, ସେ ବାସ୍ତୁରୁ ଲାଭବାନ ହେବେ। ତେବେ ଆଜିର ଏଇ ସେସନରେ ଆମେ ଜାଣିଲେ କଲର ରେଡିଏସନ ଟେଷ୍ଟ। କଲର ରେଡିଏସନ ଟେଷ୍ଟରେ ଆମେ କ୍ଲିୟର ହେଲେ ଯେ କଣ ପାଇଁ ଆମେ କଲରେସନ ଟେଷ୍ଟ କରୁ, କିଭଳି ଭାବରେ କରୁ, କଣ କଣ ଦରକାର, ଏବଂ କଣ ତା ଦେହରୁ ଆମେ ଆଉଟପୁଟ ପାଇବୁ। ତେବେ ଆଜିର ସେସନ ପାଇଁ ଏତିକି। ଆମେ ନେକ୍ସଟ ସେସନରେ ମାଟିର ଉର୍ବରତା ଟେଷ୍ଟ ବିଷୟରେ ଜାଣିବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।